ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି, ହାଲକା ପବନ ବହୁଛି। ବହୁତ ଦୂରରେ ପେଚାଙ୍କର ଭୟାନକ ଶବ୍ଦ ଶୁଣାଯାଉଛି। ରାହୁଲ ଓ ମୋହିତ ଗୋଟିଏ ପୁରୁଣା ମ୍ୟାପ୍ ଧରି ଖଜଣାର ସନ୍ଧାନ କରୁଛନ୍ତି। ଜଙ୍ଗଲର ମଝାମଝିରେ ସେମାନଙ୍କୁ ଗୋଟିଏ ଗୁମ୍ଫାର ରାସ୍ତା ଦେଖାଗଲା। ଧୂଆଁରେ ଠିକ୍ ସେ ଦେଖା ବି ଯାଉନଥିଲା। ମୋହିତ, କ'ଣ ଏହା କରିବା ଠିକ୍ ହେବ? ଏହି ଜଙ୍ଗଲ ବିଷୟରେ ଶୁଣିଥିଲି। ଏଠାକୁ ଲୋକ ଆସନ୍ତି କିନ୍ତୁ ଫେରି ପାରନ୍ତି ନାହିଁ। ତୁ ଡରନା ରାହୁଲ, ଖଜଣା ଆମର ଅପେକ୍ଷା କରିଥିବ। ଏହି ମ୍ୟାପ୍ ଆମକୁ ସିଧା ଖଜଣା ପାଖକୁ ନେଇଯିବ। ଟିକେ ଭାବ ରାହୁଲ, ଯଦି ଏ ଖଜଣା ଆମକୁ ମିଳିଯିବ ତ ଆମ ଭାଗ୍ୟ ବଦଳିଯିବ ରେ। ଦୁଇ ଜଣ ଗୋଟିଏ ପୁରୁଣା ଭଙ୍ଗାରୁଜା ଗୁମ୍ଫାର ସାମ୍ନାରେ ଠିଆ ହୋଇଥିଲେ। ଗୁମ୍ଫାର ଦ୍ୱାର ପାଖରେ ଅଲଗା ପ୍ରକାରର ବାସ୍ନା ହେଉଥିଲା। ଶିଳା ଲେଖାରେ ରକ୍ତ ପରି ଲାଲ ରଙ୍ଗରେ କିଛି ଲେଖା ହୋଇଥିଲା। ଏଠାର ପବନ ବି ଅଜବ ଲାଗୁଛି। ଆଉ ଏ କ'ଣ ଲେଖା ହୋଇଛି? ଯିଏ ଖଜଣାକୁ ଛୁଇଁବ ସେ ନିଜ ଜୀବନକୁ ହରେଇବ। କ୍ୟା ବକବାସ! ଏହା ଖାଲି ଡରେଇବା ପାଇଁ। ଚାଲ ଭିତରକୁ ଯିବା। ମୋତେ ଠିକ୍ ଲାଗୁନି, କିନ୍ତୁ ତୋତେ ମୁଁ ଏକୁଟିଆ ବି ଛାଡ଼ି ପାରିବିନି। ଚାଲ ଯିବା, ହେଲେ ଜଲ୍ଦି କାମ ସାରି ଫେରି ଆସିବା। ଗୁମ୍ଫା ଭିତରଟା ବହୁତ ଭୟାନକ ଲାଗୁଥିଲା। କାନ୍ଥ ଗୁଡ଼ିକରେ ଅଜବ ଅଜବ ଚିହ୍ନ ଓ କିଛି ପୁରୁଣା ହାଡ଼ ପଡ଼ିଥିଲା। ତାଙ୍କ ଟର୍ଚ୍ଚର ଆଲୁଅରେ ଛାଇ ଗୁଡ଼ିକ ଭୟାନକ ଦେଖାଯାଉଥିଲା। ତୁ ଦେଖିଲୁ ପଛରେ କ'ଣ ହଲିଲା? କିଛି ନାହିଁ, ଏଇ ତ ଡର ଯୋଗୁଁ ତୋତେ ସେମିତି ଲାଗୁଛି। ଖଜଣା ପାଖରେ ପହଞ୍ଚିଲେଣି, ଚାଲ। ଯେମିତି ସେମାନେ ଗୁମ୍ଫାର ଭିତରକୁ ଯାଆନ୍ତି, ଗୋଟିଏ ବଡ଼ ତାବୁତ ଓ ତା ପାଖରେ ସୁନାର ବାକ୍ସ ଦେଖନ୍ତି। ତାବୁତ ଉପରେ ରକ୍ତ ପରି କିଛି ଛିଟାର ଚିହ୍ନ ଥିଲା। ଯେମିତି ମୋହିତ ବାକ୍ସଟିକୁ ଛୁଇଁବାକୁ ଚେଷ୍ଟା କଲା, ପୁରା ଗୁମ୍ଫାଟି ହଲିବାକୁ ଲାଗିଲା। ପବନ ମଧ୍ୟରେ ଏକ ଭୟଙ୍କର ସ୍ୱର ଶୁଣାଗଲା। ଆଉ ଗୋଟିଏ ଭୂତ ଧୂଆଁ ଭିତରୁ ବାହାରିଲା। ତା ଆଖି ଦୁଇଟି ନିଆଁ ପରି ଚମକୁଥିଲା। କିଏ ତୁମେମାନେ, ଯିଏକି ମୋର ଖଜଣା ଚୋରି କରିବାକୁ ଆସିଛ? କ'ଣ ତୁମେ ଜାଣିନାହଁ ଏ ଖଜଣା ଅଭିଶପ୍ତ ବୋଲି? ହଁ, ଆମକୁ କ୍ଷମା କରିଦିଅ। ଆମେ ଜାଣିନଥିଲୁ। ଆମେ ଏଠାରୁ ଚାଲିଯିବୁ। ଯିଏ ଏହାକୁ ଛୁଏଁ ସିଏ ତାର ମୃତ୍ୟୁ ସହ ଏହାକୁ ନେଇଯାଏ। ଏବେ ତୁମେ ମୋର ବନ୍ଦୀ ବନିବ। ଗୁମ୍ଫାର ଦ୍ୱାର ଆପେ ଆପେ ବନ୍ଦ ହୋଇଯାଏ। ରାହୁଲ ଓ ମୋହିତ ଡରିଯାଇ ଏପଟ ସେପଟ ଦୌଡ଼ିବାକୁ ଲାଗନ୍ତି। କିନ୍ତୁ ଅନ୍ଧାରରେ ଗୁମ୍ଫା ଆହୁରି ଭୟଙ୍କର ଦେଖାଯାଏ। ଚାରିକୋଣରୁ ଭୂତର ହସିବାର ସ୍ୱର ଶୁଣାଯାଏ।